ମତେ ପର୍ସନାଲି ଯଦି କେବେ ଫିଲ୍ ହେଇଛି କି ନାଇଁ ମତେ ମାନେ ମନ ଖରାପ ଅଛି କିମ୍ବା ଖୁସି ଲାଗିଛି, ସେଟା ଦିଟା ଇନସିଡେଣ୍ଟ ପାଇଁ। ଯେତେବେଳେ ବିଜେଡି ହାରିଲା ସେତେବେଳେ ବହୁତ ଦୁଃଖ ଲାଗିଲା କି କାହିଁ ହାରିଗଲା ବୋଲି, କାହିଁକି ନା ମୁଁ ବହୁତ ମାନେ ନବୀନ ପଟ୍ଟନାୟକ ବହୁତ ଭଲ ପାଏ। ଆଉ ଏବେ ରିସେଣ୍ଟଲି ଯେତେବେଳେ ସିଜେପି ଜିତିଲା ପ୍ରୋଟେଷ୍ଟ ପାଇଁ, ୟୁଥ ମାନଙ୍କ ପାଇଁ ବହୁତ ଖୁସି ଲାଗିଲା, ଯାହା ହଉ ଆମର ଦାବି ପୂରଣ ହେଇଯିବ। ସେଠି ମୁଁ ଇନଭଲ୍ଭ ନଥିଲି, ତଥାପି ଖୁସି ବି ଫିଲ୍ କରୁଥିଲି ଆଉ ଦୁଃଖ ବି ଫିଲ୍ କରୁଥିଲି। ବଟ୍ ପ୍ରୋବ୍ଲେମ୍ ଏଇଟା କ'ଣ ଜାଣିଛଟି, ଦିଟା ଇନସିଡେଣ୍ଟର ଗୋଟେ କମନ୍ ଜିନିଷ ଥିଲା, ଦିଟାଙ୍କ ଇନଫ୍ଲୁଏନ୍ସ ହେଇଥିଲା କି ନାଇଁ ନବୀନ ପଟ୍ଟନାୟକ ଆସିବନି, ପାଣ୍ଡିଆନକୁ ଆମେ ଭୋଟ ଦବାନି। ସେମିତି ପ୍ରୋଟେଷ୍ଟରେ ବି ଠିଆ ଥିଲା କି ନାଇଁ ଧର୍ମେନ୍ଦ୍ର ପ୍ରଧାନକୁ ଇସ୍ତଫା ଦେବାର ଅଛି। ବଟ୍ ଦିଟା ଯେତେବେଳେ କାମ ହେଇଗଲା, ନେକ୍ସଟ କ'ଣ, ନେକ୍ସଟ ସେ ଜାଗାରେ ଆଉ କିଏ ଆସିବ? ବଟ୍ ତୁମେ କ'ଣ ଚାହୁଁଥିଲ? ତୁମର ଫାଇଦା କ'ଣ ହେଲା? କ'ଣ ଏଇଟା ଆମର ଏଣ୍ଡ ଗୋଲ୍ ଥିଲା କି ରେଜିଗ୍ନେସନ୍? ଏଇଟା କ'ଣ ଏଣ୍ଡ ଗୋଲ୍ ଥିଲା କି ବିଜେଡି ହଟିଗଲେ ଆମର ସବୁ ପ୍ରୋବ୍ଲେମ୍ ସଲ୍ଭ ହେଇଯିବ? କିଛି ଜିନିଷ ଆମେ ତାଙ୍କୁ ଦେଇଛେ କି ଏହା କରିବା ଦରକାର ଆମ ୟୁଥ୍ଙ୍କ ପାଇଁ, ଦ୍ୟାଟ୍ ଇଜ୍ ଦ ମେନ୍ ମୁଦ୍ଦା। ତ ଏଇଟା ହିଁ ମାଇଣ୍ଡ ସେଟ୍। କିଛି ଡିସିସନ୍, କିଛି ଇନଫ୍ଲୁଏନ୍ସ ହବା ପୂର୍ବରୁ ନିଜକୁ ହିଁ କ୍ୱେଶ୍ଚିନ୍ କର, ତାପରେ କ'ଣ